ଆସ ଆସ ଶ୍ରୀରାମ କାହିଁକି ମନ ଦୁଃଖ କରୁଛ କହିଲ ମୋ ସହିତ ପ୍ରୀତି କର ଆସ तुम सम्मुखें मु आउ एक उदाहरण प्रतिपादन करुछि जे जार संपद अटई तार से सर्व संपद अटई कहि पारिबो भद्रा ए संसार रे तो अनेक जल अछि हेले एक चातक पक्षी वर्षा जल को काहे तो नहीं बसी थाए कारण चातक पक्षी वर्षा जल ही मन रखि थाए तेणु करी वर्षा जल चातक पक्षीर सर्व संपद अटई तेणु करी मो सीता पाखर मोर मन अन्य कौन नारी प्रति मोर मन नहीं जदि चकर पक्षी कथा कहल से अग्निकण को भक्षण करे किंतु चंद्र आस्वादन मत से पाए से आस हे श्रीराम आस मो सहित प्रीति कर लक्षे राजा गर्भ को बंधन करी सीता प्राणी ग्रहण कली से समय सीता निकट में एक व्रत रखिदी से व्रतर नाम हूँ एक पत्नी व्रत अर्थात मोर सीता व्यतीत अन्य कौन नारी प्रति मोर आसक्त मनोभाव आसब ना से व्रतर नियम हे भद्रा मो निकट आपण कौन लालायित भाव ना तेणुक मुझे आपको एक उपाय बताई दूसरी पितृ सत्य पालन करी मो संगत मोर सानुज लक्ष्मण आसी पत्नी उर्मिला को से अयोध्या छाड़ी आसी कर्णसार बही प्रांगण मोर सानुज लक्ष्मण दंडायमान गोटे कंदर पक्षु रूप सामान हो तेणुक मो ठार फेरी जा मो लक्ष्मण निकट में आप प्रेम भिक्षा मागंतु मला तुम्हें कौन कौच कहल मु तुम पाखक आशा कर तुम तो कौन से इतने सुंदर निश्चित भद्रा मोर लक्ष्मण सौंदर्य को गोटे कंदर भी सामान हो ना से गले मो कथा रखिए तो मोर विश्वास थे तो जाओ लक्ष्मण निकट को ठीक अच्छी मुझे देखे सुंदर ना असुंदर मो कथा रखुंट नहीं न रखुंट जदि मोर न माने ताहले मु निश्चित तुम पाखक आसबी हेले तुम्हें मो कथा रखिब और मन करबनी
ଓହୋ ସେ ଠିକ କଥା କହୁଥିଲା ଆଉ କେତେ ବିଧାତା ବସେଇ ଏ ସୁନ୍ଦର ପୁରୁଷକୁ ଗଢିଛନ୍ତି ଯେ ତାହା କଳନା କରିହେବନି। ଏଇ ମୁଁ ଜାଣିଛି ଏ ନିଶ୍ଚିତ ମୋ ମନ କହୁଛି ନିଶ୍ଚିତ ମୋ ସ୍ୱାମୀ ହେବେ। ହେ ସୁନ୍ଦର ପୁରୁଷ ଟିକେ ମୋ ଆଡେ ଅନାଅ ଅନାଅ କାହିଁ ଲାଜ କରୁଛ କହିଲ? ଆସ ଏଠାରେ କେହି ନାହାନ୍ତି ତମେ ମୁଁ ଦୁଇ ଜଣ ମିଶି ପ୍ରୀତି କରିବା ଆସ। ଆର୍ଯ୍ୟା ତୁମେ କଣ ମୋ ମା ପାଦଙ୍କ ଠାରୁ ଏତେ ସୁନ୍ଦର? ରାମ ଆଜ୍ଞା ଦେଇଛନ୍ତି ହୋଇବ ରମଣ ପତିତେ ତୁମ୍ହାରି ଚରଣ। ବୁଝିଲ ସୁନ୍ଦର ପୁରୁଷ କାହିଁ ଲାଜ କରୁଛ କହିଲ? ତୁମ ଭାଇ ଯୋଉ ସେ କୁଟୀର ମଧ୍ୟରେ ଅଛନ୍ତି ସେ ତୁମ ପାଖକୁ ମତେ ଏଠାକୁ ପଠେଇଛନ୍ତି। ପ୍ରଭୁ ପଠେଇଛନ୍ତି? ହଁ କଣ କହୁଛନ୍ତି ଜାଣିଛ? ତୁମ ସହିତ ମୋର ବାହାଘର ହବ। ହଁ ଆଉ ମୁଁ ତମ ସହିତ ଏ ଅରଣ୍ୟ ମଧ୍ୟରେ ପ୍ରୀତି କରିବି। ହଁ ଆସ। ବୁଝିଲ ଚଟାଧାରୀ ମୁଁ ସାମାନ୍ୟ ଘରର ଝିଅ ନୁହେଁ। ମୋ ଭାଇ କି ଚିହ୍ନିଛ? ମୋ ଭାଇ ହଉଛି ତ୍ରିପୁର ବିଜୟୀ ଦଶାନନ କୂଳରେ ସାଧବୀ। ଆସ ଆସ ଆଉ କାହିଁକି ଡେରି କରୁଛ କହିଲ? ଆସ। ଆର୍ଯ୍ୟା ହଁ ତୁମେ ଯେଉଁ ଅଭିଳାଷ ନେଇ ମୋ ନିକଟକୁ ଆସିଛ ତାହା ତ ମୋ ପକ୍ଷେ ସମ୍ପୂର୍ଣ୍ଣ ଭାବରେ ଅଗ୍ରହଣୀୟ। କାରଣ କଣ ଜାଣିଛ? ତୁମେ କିଛି ସମୟ ପୂର୍ବରୁ କହୁଥିଲ କି ତୁମେ ହେଉଛ ରାଜାର ଭଗିନୀ। ତୁମେ ରାଜାର ଭଗିନୀ ଯେହେତୁ ବାଳୁତ ସମୟରୁ ଏଯାବତ ମଧ୍ୟ ଅନେକ ଭୋଗ ବିଳାସରେ ତୁମ ଜୀବନକୁ ଅତିବାହିତ କରି ଆସିଛ, କିନ୍ତୁ ମୁଁ ହେଉଛି ମୋ ପ୍ରଭୁ ରାମଚନ୍ଦ୍ରଙ୍କର ଦାସ। ଏଇ ଦାସର ଭାରି ଚାହିଁ ମୋ ମା ସୀତାଙ୍କର ଦାସୀ ହୋଇ କି କୀର୍ତ୍ତି ଅର୍ଜନ କରିବ? ତୁମେ ଯେଉଁ କହୁଛ ମୋତେ ବିବାହ କରିବା କଥା, ମୁଁ ଯଦି ତୁମକୁ ବିବାହ କରିଲି ତେବେ ମୁଁ ତୁମ ସଂସ୍ପର୍ଶରେ ଆସିବାକୁ ପଡିବ। କିନ୍ତୁ ରାତ୍ର ସମୟରେ ମୋର ପ୍ରଭୁଙ୍କ ସୁରକ୍ଷା ନିମନ୍ତେ ଲକ୍ଷ୍ମଣ ଉଜାଗର ଧରି ଏ ଧନୁଷକୁ ଧରି ପ୍ରହରୀ କରୁଥାଏ। ଆଉ ଦିବସରେ
ଦିବସରେ ହେଉଛି ଶୃଙ୍ଗାର ନିଷେଧ। ଏହା ଶାସ୍ତ୍ରରେ ମନ ମଧ୍ୟ ଲିପିବଦ୍ଧ। ମୋ ପାଖରେ ସମୟ ହେଉନି ତୁମ ସହିତ ବିରୋଧୀ କରିବାକୁ। ବରଂ ଏହା ଉଚିତ ହବ ତୁମେ ପୁନର୍ବାର ମୋ ପ୍ରଭୁଙ୍କ ପାର୍ଶ୍ୱକୁ ଫେରିଯାଅ। ସମସ୍ତ ଜନଙ୍କର ଶିରକୁ ମୋଦି ମୋର ପ୍ରଭୁ ରାମଚନ୍ଦ୍ର ହେଉଛନ୍ତି ଅଯୋଧ୍ୟାର ରାଜନ। ସେ ସମସ୍ତ ଜନମାନଙ୍କର ହିତ କାମନା ସେ ହିଁ କରନ୍ତି। ତୁମେ ମୋ ପ୍ରଭୁଙ୍କ ବାର୍ଷକୁ ପୁନର୍ବାର ଯାଅ, ତୁମ ମନସ୍କାମନା ସେ ହିଁ ପୂରଣ କରିବେ। ମନେ ମନେ ବିଚାରେ କଣ ହେଲା କହିଲ? ସିଏ ତୁମ ପାଠକୁ ପକେଇଲେ, ତୁମେ ତାଙ୍କ ପାଠକୁ ପକଉଛ। ବିଳମ୍ବ କର ନାହିଁ ଆଜ୍ଞା, ଜଲ୍ଦି ଯାଅ। ମୁଁ କଣ କରିବି କହିଲ? ବହୁ ମନ ନେଇ ତୁମ ପାଖକୁ ଆସିଥିଲି, ତୁମେ ମନା କରିଦଉଛ। ପୁଣି ମୁଁ ତାଙ୍କ ପାଖକୁ ଫେରିଯିବି? ନିଶ୍ଚିତ। ସେ ଯଦି ମନା କରିବେ ମୁଁ କାହାର ହେବି କହିଲ? ତମେ କଣ ମତେ ନତନାରୀ ବୋଲି ଭାବୁଛ? ଆର୍ଯ୍ୟା, ମୁଁ କଥା ଦଉଛି ପ୍ରଭୁ ତୁମର କଥା ନିଶ୍ଚିତ ରଖିବେ। ଯାଅ। ଭଲ ଆଉ ସେ ତମ ପାଖକୁ ପଠଉଛନ୍ତି, ତମେ ତାଙ୍କ ପାଖକୁ ପଠଉଛ। ମନେ ବିଚାରେ ମୋଦି ମୁଁ ତାହେଲେ ଏଠାରୁ ଫେରି ଯାଉଛି। ସବୁଳି ମୂଳ କାରଣ ହେଲା ସେଇ ପିତାଶ୍ରୀ ନାରୀ। ତାକୁ ଯଦି ମୁଁ କଞ୍ଚାରେ ଖାଇଦେବି ନିଶ୍ଚିନ୍ତ ସେ ମୋ ପଛରେ ଗୋଡେଇବେ। ହଁ ହଁ, ତାକୁ ମୁଁ ଖାଇବାକୁ ପଡିବ। কি হস বোপা, হসর খালি মুকুতা ঝরুছি। তমে সেঠাকে পঠাইল, সিଏ এঠাকে পঠাইল। গলা মু নট নারী পরি ঠেই ঠেই হଉଛି। বুঝিল ଶ୍ରୀରାମ? କହିବନି ତ? ମତେ ଗୋଟିଏ କଥା କୁହ, ତମେ ମତେ ରଖିବ କି ନାହିଁ? ଭଦ୍ରା ମୋର ଲକ୍ଷ୍ମଣ କଣ ତମକୁ ନିରାଶ କରିଲା? ହଁ, ସେ ତମ ପାଖକୁ ପଠେଇଲେ। ସିଏ କଣ କହିଲେ ଜାଣିଛ?
से कहिले मु दासर दास होई तमे कौन दासी होई पारिबो दासी होई तमे के सुख भोग करिबो ना 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 तुमे मोर भाई पाखु जाओ मो भाई निश्चिंत तुम आशा को पूर्ण करिवे भद्रा हां ମୁଁ ତ ଟିକେ ପୂର୍ବରୁ ଆପଣଙ୍କୁ ସୂଚାଇ ଦେଇଥିଲି ଯେତେବେଳେ ସୀତାଙ୍କୁ ବିବାହ କଲି ସୀତାଙ୍କ ନିକଟରେ ଏକ ବ୍ରତ ରଖିଥିଲି ତାର ନାମ ହେଉଛି ଏକ ପତ୍ନୀ ବ୍ରତ ତେଣୁକରି ମୋତେ କ୍ଷମା କରିବେ ମୁଁ ଆପଣଙ୍କ କୌଣସି କଥାକୁ ରକ୍ଷା କରିପାରିବି ନାହିଁ ତମେ କଣ ସେଇ କଥା ଖାଲି ବାରମ୍ବାର କହୁଛ କହିଲ ଗୋଟିଏ ନାରୀ ଗୋଟେ ପୁରୁଷ ତିନିଟା ନାରୀକି ରଖିଥାଏ ବୁଝିପାରିଲ ତମେ ଯଦି ଗୋଟେ ରଖିଛ ଆଉ ଗୋଟେ ରଖିବ ଏଥିରେ ଅସୁବିଧା କଣ କହିଲ ଆସ ଆସ ନା ଭଦ୍ରା ନା ମୋ କଥା ତୁମେ ଭଲରେ ଶୁଣିବନି ତମେ ମତେ ସାମାନ୍ୟ ବୋଲି ଭାବିଛ ନିଶ୍ଚିନ୍ତ ମୁଁ ତୁମର ସୀତାକୁ ଖାଇବି ନ ଖାଇଲେ ତମେ ମୋ ପଛରେ ବସ ହୋଇ ଗୋଡେଇବନି ତମେ ଭାବୁଛ ମୋର ଏଇ ରୂପ ଦେଖ ଦେଖ ମୋର ପ୍ରକୃତରେ ରୂପ ମୁଁ ଏକୁ ନିଶ୍ଚିନ୍ତ ଖାଇବି ଚେତି ନୁହେଁ ନ ଖାଇଲେ ତମେ ଭାବିବ ଦେଖ କେତେ କହି ରୂପ ଧରି ରାଖ୍ୟ ଚୁଟି ପ୍ରତିଜ୍ଞା କରିବ କହି ଚିର ଧୁରି ପ୍ରତିଜ୍ଞା କରିବ କହି ଚିର ଧୁରି ଆଗ ଖାଇଲେ ତ ଗରମ ସରଇ ଗରବରାଏ ସୀତାଙ୍କୁ ଧରିବାର ପାଇ ଖାଇବି ଆଉ କେହି ରକ୍ଷା କରିପାରିବେ ଦେଖିବି ଶ୍ରୀରାମ ରଙ୍ଗର ପୁରାଇଲେ ତରତି ଚୁରି ଧାଇଲେ ଧନତି ସୀତାଙ୍କୁ ଡରାଉଛି ବାବୁ ତାକୁ ଚାହା ଛତ୍ରପରାଏ ବୁଲାଇବେ ବାହା ତାପରେ ଲକ୍ଷ୍ମଣ ଯଥାଶୀଘ୍ର ମୋ ନିକଟକୁ ଆସ ଲକ୍ଷ୍ମଣ ଜାଣ ଲକ୍ଷ୍ମଣ ଏ ଟିକେ ସମୟ ପୂର୍ବରୁ ଏକ ବ୍ରହ୍ମକନ୍ୟା ଆମ ଦ୍ୱୟ ଭ୍ରାତାଙ୍କ ପାଖରେ ତାର ପ୍ରେମ ଭିକ୍ଷାକୁ ମାଗୁଥିଲା ହଁ ପ୍ରଭୁ ଯେତେବେଳେ ଆମେ ଦ୍ୱୟ ଭ୍ରାତା ତାର ପ୍ରେମ ଭିକ୍ଷାକୁ ଭୃକ୍ଷେପ କଲେ ସେତେବେଳେ ତାର ଆସୁରୀ କମାୟକୁ ଧରି ତୋର ମା ସୀତାଙ୍କୁ ଡରାଇବାକୁ ଲାଗିଥିଲା ଲକ୍ଷ୍ମଣ ଯଥାଶୀଘ୍ର ତାର ବିକଳ୍ପ ପନ୍ଥା ବ୍ୟବସ୍ଥା କରେ ଲକ୍ଷ୍ମଣ ପ୍ରଭୁ ବାରାଘାତ ହୋଇଛି ହୃଦୟ ତାପରେ ଲକ୍ଷ୍ମଣ ପ୍ରଭୁ ସେ ଅସୁରୀର ବିକଟ ରୂପକୁ ଦେଖି ତୁମର ମା ଅତ୍ୟନ୍ତ ଭୟଭୀତ ହେଉଛନ୍ତି ଯଥାଶୀଘ୍ର ତାର କିଛି ବ୍ୟବସ୍ଥା କର ଲକ୍ଷ୍ମଣ ପ୍ରଭୁ ଆପଣ ନିଶ୍ଚିନ୍ତରେ ରୁହନ୍ତୁ ମୁଁ ଏହାର ଉଚିତ ପ୍ରତିକାର କରୁଛି ଶ୍ରୀରାମଙ୍କୁ ଆଜ୍ଞା ଦେ ସୌମିତ୍ରୀ ଜାଣି ପ୍ରାଣ ଧରି ଯାନ୍ତେ ହସେ ସେଇ ପୁଣି ଜୀବନ ଦେଶ ପୁଂସର କିର আগমনে প্রথমে কেশ ধরই বিচারই মনে ସେ ତ ବୃତ୍ତି କରି ଜାଣିନାହାନ୍ତି ଆଉ ପ୍ରଥମ କାମ କଣ କେଶ ରଖ ଯେ କେଶ ଛାଡ଼ ଜାଣିଲ ହଁ ଇଏ ଜାଣିନାହାନ୍ତି କିଛି ଆଉ ଆକୁ ପ୍ରତିକାର କରିବ ଆଉ তরে প্রকান্তে ভারে করিবে সুরতি ভোলকে দানবিত লোপারই কেতি ଆଉ ତଳେ ପକେଇଲେ ଆଉ କିଲୋ ଥର କରିବେ ଆଉ কঠিনু জগদাহ গাঢ়তে সৌমিত্রী আরে রতি করিবে যে ছত্র ছন্দি ଜଣା ପଡ଼ିଗଲା ଏ ପିଲାକୁ ନିଶ୍ଚିତ କରିବେ ଏ ଶସ୍ତ୍ର ମାନ ଧରିଲେ ଆଉ নাথা ধর্মে বিষ বলই রাখো চুরি জানি সঙ্গম করি না হকি রমণী ନାଶା ଛାଡୁନ ମୋ ନାକକୁ କାହିଁ ଧରିଛ କହିଲ ଜାଣିନ ଛାଡ଼ 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 ভাঙ্গি অরণ্য মুড়া সহিতে বসই দোষ রাহি লাগে
ঢাকি দিব ও নাচা বলবেন ঢাকি দিব যদি কোনো নাচা মানে বিনা কাজে মত মুক্ত করে বলে তবে শাড়িতে মূল তোমাকে সব বটে ঠিক আছে মোহর দশনাহি লাগিব সিংহাই মোহর নাচিবা ছাড়ো ছাড়ো সবু মিটি শুনিলে শুনিলে সীতয়া রঘুপতি শুনিলে না ছাড়ে বসন্তে তরবারি ভୟରେ অসুরি গর্জন উঠে পড়ে ତାପରେ ଲକ୍ଷ୍ମଣ ଆଜ୍ଞା ପ୍ରଭୁ ସେ ଆସୁରୀ ମାୟା ଧରି ଯେଉଁ ଦୋଷ କରିଥିଲା ତା ପାଇଁ ତୁ ତାକୁ ଯଥେଷ୍ଟ ଦଣ୍ଡ ଦେଇ ସାରିଲୁ ଲକ୍ଷ୍ମଣ। ପ୍ରଭୁ ଛାଡ଼ିଦେ ଲକ୍ଷ୍ମଣ, ତାକୁ ଛାଡ଼ିଦେ।
ଅପା ତୁମ ନିକଟରୁ ଫେରିକି ଯାଉଁ ହଁ ମନୁଷ୍ୟର ପଦଚିହ୍ନ କରିକି ଦେଖି ଆଚ୍ଛା ଦେଖିକି ସେ ପଦଚିହ୍ନକୁ ଧରିଧରି ହଁ ସେ ନଦୀ ତଟରେ ଘର କରିଛନ୍ତି। ଆଚ୍ଛା ନଦୀ ତଟରେ କେଉଁ ଜାଗା? ହଁ ପଦବତୀ ଗୋଦାବରୀ ନଦୀରେ। ଗୋଦାବରୀ ନଦୀ ହଁ, ସେ ହଉଛନ୍ତି କିଏ ଜାଣିଛୁ? କିଏ ସେ ସେ ହଉଛନ୍ତି ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର। ରାଜା ଦଶରଥଙ୍କର ପୁତ୍ର ହଁ ଭାଇ, ତା ନାଁ ହଉଛି କଣ ଜାଣିଛୁ? କୋଉ ତା ନାଁ ତା ନାଁ ଶ୍ରୀରାମ। ଶ୍ରୀରାମ ଆଉ ତା ସାଙ୍ଗରେ ଗୋଟେ ଦ୍ୱିତୀୟ ସୁନ୍ଦରୀ ନାରୀ ଅଛି। ସୁନ୍ଦରୀ ନାରୀ ତା ନାଁ ହଉଛି ସୀତା। ସୀତା ଆଉ ତାଙ୍କ ସାଙ୍ଗରେ ତାଙ୍କ ଗୋଟେ ଭାଇ ଅଛି। ଭାଇ ଭଉଣୀ ଅଛି ଆମର ଭାଇ। ହଁ ହଁ, ତା ନାଁ କଣ ତା ନାଁ ହଉଛି ଲକ୍ଷ୍ମଣ। ଲକ୍ଷ୍ମଣ ସେ ଏଇ ରଥରେ ଅପା 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 ଜାଣିଛ ତମ ଭଉଣୀରେ ଟିକେ ମାଂସ ଖାଇବା ପାଇଁ ଲୋକ। ତୁ କଣ ମାଂସ ଖାଇବା ପାଇଁ ସେଠାକୁ ଯାଇଥିଲୁ ମୁଁ କଣ କରି ଜାଣିଥିଲି? ହଁ ତମେ ତ ଜାଣିଛ ମୁଁ ଅନେକ ପ୍ରକାର ରୂପ ଧାରଣ କରୁଛି। ହଁ ମୁଁ ଏମିତି ରୂପ ଧାରଣ କରି ଗଲି ଯେ ମୋର ତ ଏମିତି ମୋ ନାସିକା କର୍ଣ୍ଣ ସବୁ ଛେଦନ କରିଦେଲେ। ଅପା ତାହାକୁ ଯେ ପ୍ରାଣରେ କରିବରେ ଦେବେ ଜିଲା ଭାଇ ରେ କି ମୋର ମାନ ଅପା ଅପା ଯଦି ତମେ ପ୍ରକୃତରେ ମୋ ଭାଇ ହଁ ତାହେଲେ ମୋର ବି ଏମିତି କରି ତା ପ୍ରତିଶୋଧ ନେଇପାରିବ। ଅପା ଅପା ତୁ ଆମକୁ ସେନର ମାନଙ୍କ ପାଖକୁ ନେଇଯା ଦେଖିବୁ ଆମେ କେମିତି ପ୍ରତିଶୋଧ ନଉଛୁ ସେ ଛୁରୀ ମୋ